ओम शांति। आज अव्यक्त महावाक्य 27/7/2025 पुनरावृत्ति 25/2/2006। मुरलीर सारांश। आज उत्सव दिन मनर उमंग उत्साह द्वारा माया ठारू मुक्त रहिबार व्रत धारण कर। दयालु हुई मास्टर मुक्तिदाता हुआ, जेहेतु साथी रे जीवार अछि तेणु समान हुआ। ଆଜି ଚାରିଆଡ଼ର ସ୍ନେହୀ ପିଲାମାନଙ୍କର ଉମଙ୍ଗ ଉତ୍ସାହ ଭରା ମିଠା ମିଠା ଶୁଭେଚ୍ଛା ବାର୍ତ୍ତା ଏବଂ ଅଭିନନ୍ଦନ ପହଞ୍ଚିବାରେ ଲାଗିଛି। ସମସ୍ତଙ୍କ ମନ ଭିତରେ ବାପଦାଦାଙ୍କର ଜନ୍ମଦିନର ଉମଙ୍ଗ ଉତ୍ସାହ ଭରା ଅଭିନନ୍ଦନ ଭରି ରହିଛି। ତୁମେମାନେ ମଧ୍ୟ ଆଜି ବିଶେଷ କରି ଅଭିନନ୍ଦନ ଦେବା ପାଇଁ ଆସିଛ ନା ନେବା ପାଇଁ ଆସିଛ? ବାପଦାଦା ମଧ୍ୟ ପ୍ରତ୍ୟେକ ଶିକିଲଧା ଗେହ୍ଲା ସନ୍ତାନମାନଙ୍କର ଜନ୍ମଦିନର ପଦ୍ମ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। ତେବେ ଆଜିର ଦିନରେ ବିଶେଷତା ଯାହାକି ସାରା କଳ୍ପ ଭିତରେ ନାହିଁ, ତାହା ଆଜି ହିଁ ଅଟେ। ତାହା ହେଲା ପିତାଙ୍କ ସହିତ ପିଲାମାନଙ୍କର ମଧ୍ୟ ଜନ୍ମଦିନ ଏକାଠି ପାଳିତ ହେଉଛି। ଏହାକୁ କୁହାଯାଏ ବିଚିତ୍ର ଜୟନ୍ତୀ। ସାରା କଳ୍ପରେ ଚକ୍ର ଲଗାଇ ଦେଖ, ଏଭଳି ଜୟନ୍ତୀ କେବେ ପାଳନ କରିଛ? କିନ୍ତୁ ଆଜି ବାପଦାଦା ପିଲାମାନଙ୍କର ଜୟନ୍ତୀ ପାଳନ କରୁଛନ୍ତି ଏବଂ ପିଲାମାନେ ବାପଦାଦାଙ୍କର ଜୟନ୍ତୀ ପାଳନ କରୁଛନ୍ତି। ଏମିତି ତ ସମସ୍ତେ କହୁଛନ୍ତି ଶିବ ଜୟନ୍ତୀ, କିନ୍ତୁ ଏହା ଏଭଳି ଜୟନ୍ତୀ ଅଟେ ଯାହାକି ଏ ଗୋଟିଏ ଜୟନ୍ତୀ ଭିତରେ ବହୁତ ଗୁଡ଼ିଏ ଜୟନ୍ତୀ ସମାହିତ ହୋଇ ରହିଛି। ତୁମମାନଙ୍କୁ ମଧ୍ୟ ବହୁତ ଖୁସି ଲାଗୁଛି ନା ଯେ ଆମେ ବାବାଙ୍କୁ ଅଭିନନ୍ଦନ ଦେବା ପାଇଁ ଆସିଛୁ ଏବଂ ବାବା ମଧ୍ୟ ଆମକୁ ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି। କାହିଁକି ନା ବାବାଙ୍କ ସହିତ ପିଲାମାନଙ୍କର ଏକାଠି ଜନ୍ମଦିନ ପାଳନ ହେବା ଏହା ଅତି ସ୍ନେହର ପ୍ରତୀକ ଅଟେ। ବାବା ମଧ୍ୟ ପିଲାମାନଙ୍କ ବିନା କିଛି କରିପାରିବେ ନାହିଁ ଏବଂ ପିଲାମାନେ ମଧ୍ୟ ବାବାଙ୍କ ବିନା କିଛି କରିପାରିବେ ନାହିଁ। ଜନ୍ମ ମଧ୍ୟ ଏକାଠି ଏବଂ ସଙ୍ଗମ ଯୁଗରେ ରହିବା ମଧ୍ୟ ଏକାଠି। କାହିଁକି ନା ବାବା ପିଲାମାନଙ୍କ ସହିତ ଯୁଗଳ ରୂପରେ ରହୁଛନ୍ତି। ବିଶ୍ୱ କଲ୍ୟାଣର କାର୍ଯ୍ୟ ମଧ୍ୟ ଏକାଠି କରୁଛନ୍ତି। ଏକୁଟିଆ ବାବା ମଧ୍ୟ କରିପାରିବେ ନାହିଁ, ପିଲାମାନେ ମଧ୍ୟ କରିପାରିବେ ନାହିଁ। ତେଣୁ ଉଭୟ ଏକାଠି କରୁଛନ୍ତି ଏବଂ ବାବା ପ୍ରତିଶ୍ରୁତି ଦେଇଛନ୍ତି ସାଥୀ ହୋଇ ରହିବା, ସାଥୀ ହୋଇ ଯିବା। କ'ଣ ସାଥୀ ହୋଇ ଯିବା ନା? କଥା ଦେଇଛ ନା? ପିତାଙ୍କର ଏବଂ ପିଲାମାନଙ୍କର ଏତିକି ସ୍ନେହ କେବେ ଦେଖିଛ ନା ଅନୁଭବ କରିଛ? ସେଥିପାଇଁ ଏହି ସଙ୍ଗମ ଯୁଗର ମହତ୍ଵ ରହିଛି ଏବଂ ଏହି ସମୟର ମିଳନର ସ୍ମାରକୀକୁ ଭିନ୍ନ ଭିନ୍ନ ମେଳା ରୂପରେ ପାଳନ କରାଯାଉଛି। ଏହି ଶିବ ଜୟନ୍ତୀ ଦିନରେ ଭକ୍ତମାନେ ଡାକି ଚାଲିଛନ୍ତି, ଆସ ଆସ ଆସ। କିନ୍ତୁ କେବେ ଆସିବେ, କିପରି ଆସିବେ, ଏହି କଥା ଭାବିବାରେ ଲାଗିଛନ୍ତି। କିନ୍ତୁ ତୁମେମାନେ ଏଠାରେ ମିଳନ ମେଳା ପାଳନ କରୁଛ। ବାପଦାଦାଙ୍କର ଭକ୍ତମାନଙ୍କ ଉପରେ ସ୍ନେହ ମଧ୍ୟ ରହିଛି ଏବଂ ଦୟା ମଧ୍ୟ ଲାଗୁଛି। ସେମାନେ କେତେ ପ୍ରକାରରେ ଚେଷ୍ଟା କରି ଚାଲିଛନ୍ତି ଏବଂ ଖୋଜିବାରେ ଲାଗିଛନ୍ତି। କ'ଣ ତୁମେମାନେ ବାବାଙ୍କୁ ଖୋଜିଛ କି? ନା ବାବା ତୁମକୁ ଖୋଜି ବାହାର କରିଛନ୍ତି? କିଏ କାହାକୁ ଖୋଜିଛି? ତୁମେମାନେ ତ କେବଳ ଚାରିଆଡ଼େ ଚକ୍ର ଲଗାଉଥିଲ। କିନ୍ତୁ ଦେଖ, ବାବା ତାଙ୍କର ପିଲାମାନଙ୍କୁ ଖୋଜି ବାହାର କରିଦେଇଛନ୍ତି। ଯଦିଓ ପିଲାମାନେ କେଉଁ କୋଣ ଅନୁକୋଣରେ ହଜି ଯାଇଥିଲେ, ଆଜି ମଧ୍ୟ ଦେଖ ଭାରତର ଅନେକ ରାଜ୍ୟରୁ ପିଲାମାନେ ଆସିଛନ୍ତି। କିନ୍ତୁ ବିଦେଶ ମଧ୍ୟ କିଛି କମ୍ ନୁହେଁ, 100ଟି ଦେଶରୁ ଆସିଯାଇଛନ୍ତି। ଏହାଛଡ଼ା ତୁମମାନଙ୍କୁ ବାବାଙ୍କର ହେବା ପାଇଁ କିଛି ମେହନତ କରିବାକୁ ପଡ଼ୁଛି କି? କ'ଣ ମେହନତ କରିଛ? ଯେଉଁମାନେ ବାବାଙ୍କୁ ଖୋଜିବା ପାଇଁ ମେହନତ କରିଛନ୍ତି ସେମାନେ ହାତ ଉଠାଅ। ହଁ, ଭକ୍ତିରେ ମେହନତ କରିଛ, କିନ୍ତୁ ଯେବେଠାରୁ ବାବା ତୁମମାନଙ୍କୁ ଖୋଜି ବାହାର କରିଦେଇଛନ୍ତି ତାପରେ ଆଉ ମେହନତ କରିଛ କି? କରିଛ? ଗୋଟିଏ ସେକେଣ୍ଡରେ ସୌଦା କରିଦେଇଛ। ଗୋଟିଏ ହିଁ ଶବ୍ଦରେ ସୌଦା ହୋଇଯାଇଛି। ସେ ଗୋଟିଏ ଶବ୍ଦ କ'ଣ? ମୋର। ପିଲାମାନେ କହିଲେ ମେରା ବାବା, ବାବା କହିଲେ ମେରେ ବଚ୍ଚେ। ବାସ୍, ସୌଦା ହୋଇଗଲା। କ'ଣ ସୌଦା ଶସ୍ତା ହେଲା ନା ମୁସ୍କିଲ? ଶସ୍ତା ଅଟେ ନା? ଯେଉଁମାନେ ଭାବୁଛନ୍ତି କିଛି କିଛି ମୁସ୍କିଲ ଅଟେ ସେମାନେ ହାତ ଉଠାଅ। କେବେ କେବେ ତ ମୁସ୍କିଲ ଲାଗୁଛି ନା? ନା ନାହିଁ? ପ୍ରକୃତରେ ସହଜ ହିଁ ଅଟେ, କିନ୍ତୁ ନିଜର ଦୁର୍ବଳତା ଗୁଡ଼ିକ ସହଜକୁ ମୁସ୍କିଲ ଅନୁଭବ କରାଇ ଦେଉଛି। ବାପଦାଦା ଦେଖୁଛନ୍ତି ଭକ୍ତମାନଙ୍କ ଭିତରେ ମଧ୍ୟ ଯେଉଁମାନେ ସଚ୍ଚା ଭକ୍ତ ଅଟନ୍ତି, ସ୍ୱାର୍ଥୀ ନୁହନ୍ତି, ସଚ୍ଚା ଭକ୍ତ ଅଟନ୍ତି, ସେମାନେ ଆଜିର ଦିନରେ ଅତି ସ୍ନେହର ସହିତ ବ୍ରତ ରଖିଥାନ୍ତି।
ତୁମେମାନେ ମଧ୍ୟ ବ୍ରତ ଧାରଣ କରିଛ, କିନ୍ତୁ ସେମାନେ ତ ଅଳ୍ପ ଦିନ ପାଇଁ ବ୍ରତ ରଖିଥାନ୍ତି। ହେଲେ ତୁମେମାନେ ଏଭଳି ବ୍ରତ ରଖୁଛ ଯାହାକି ବର୍ତ୍ତମାନର ଏହି ଗୋଟିଏ ବ୍ରତ 21 ଜନ୍ମ ପର୍ଯ୍ୟନ୍ତ କାୟମ ରହୁଛି। ସେମାନେ ପ୍ରତିବର୍ଷ ପାଳନ କରୁଛନ୍ତି ଏବଂ ବ୍ରତ ମଧ୍ୟ ରଖୁଛନ୍ତି, କିନ୍ତୁ ତୁମେମାନେ ସାରା କଳ୍ପରେ ଗୋଟିଏ ଥର ହିଁ ବ୍ରତ ରଖୁଛ, ଯାହାଦ୍ୱାରା 21 ଜନ୍ମ ପର୍ଯ୍ୟନ୍ତ ନା ମନରେ ବ୍ରତ କରିବାକୁ ପଡ଼ୁଛି ନା ଶରୀର ଦ୍ୱାରା ବ୍ରତ କରିବାକୁ ପଡ଼ୁଛି। ତେବେ ବ୍ରତ ତ ତୁମେମାନେ ମଧ୍ୟ ଧାରଣ କରୁଛ, କିନ୍ତୁ କେଉଁ ବ୍ରତ ଧାରଣ କରୁଛ? ପବିତ୍ର ଦୃଷ୍ଟି, ପବିତ୍ର ବୃତ୍ତି ଏବଂ ପବିତ୍ର କୃତି ଅର୍ଥାତ୍ କର୍ମ, ପବିତ୍ର ଜୀବନର ବ୍ରତ ଧାରଣ କରିଛ। ତୁମର ଜୀବନ ହିଁ ପବିତ୍ର ହୋଇଯାଇଛି। ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, କିନ୍ତୁ ଜୀବନରେ ଆହାର, ବ୍ୟବହାର, ସଂସାର ଏବଂ ସଂସ୍କାର ସବୁକିଛି ପବିତ୍ର। ଏହିଭଳି ବ୍ରତ ଧାରଣ କରିଛ ନା? କରିଛ ତ? ମୁଣ୍ଡ ହଲାଅ। କ'ଣ କରୁଛ? ପକ୍କା ବ୍ରତ କରିଛ ତ? କ'ଣ ପୁରା ପକ୍କା ନା କିଛି କିଛି କଞ୍ଚା? ଆଚ୍ଛା, ଗୋଟିଏ ମହାଭୂତ ହେଲା କାମ ବିକାର, କେବଳ ତାର ବ୍ରତ ରଖିଛ ନା ଆଉ 4ଟିର ମଧ୍ୟ ବ୍ରତ ରଖିଛ? ବ୍ରହ୍ମଚାରୀ ତ ହୋଇଯାଇଛ, କିନ୍ତୁ ଆଉ 4ଟି ଯେଉଁମାନେ ପଛରେ ଅଛନ୍ତି ସେଗୁଡ଼ିକର ମଧ୍ୟ ବ୍ରତ ରଖିଛ ତ? କ୍ରୋଧ ପାଇଁ ବ୍ରତ ରଖିଛ ନେଇଛ ନା ତା ପାଇଁ ଛାଡ଼ ଅଛି? କ'ଣ କ୍ରୋଧ କରିବା ପାଇଁ ଅନୁମତି ମିଳିଛି? ଦ୍ୱିତୀୟ ନମ୍ବର ଅଟେ ନା? ତେଣୁ କୌଣସି ଆପତ୍ତି ନାହିଁ, ଏହିଭଳି ଭାବୁନାହଁ ତ? ଯେପରି କାମ ମହାଭୂତକୁ ମହାଭୂତ ମନେ କରି କରି ମନ, ବଚନ, କର୍ମରେ ପକ୍କା ବ୍ରତ ଧାରଣ କରିଛ, ସେହିପରି କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛ ତ? ଯେଉଁମାନେ ଭାବୁଛନ୍ତି ଆମେ କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛୁ, ତାର ପିଲାଛୁଆ ମଧ୍ୟ ତା ପଛରେ ଅଛନ୍ତି। ଲୋଭ, ମୋହ, ଅହଙ୍କାର। କିନ୍ତୁ ବାପଦାଦା ଆଜି କ୍ରୋଧ ଉପରେ ପଚାରୁଛନ୍ତି। ଯେଉଁମାନେ କ୍ରୋଧ ବିକାରର ପୂର୍ଣ୍ଣ ରୂପରେ ବ୍ରତ ଧାରଣ କରିଛନ୍ତି, ମନରେ ମଧ୍ୟ କ୍ରୋଧ ନାହିଁ, ଦିଲରେ ମଧ୍ୟ କ୍ରୋଧର ଅନୁଭବ ହେଉନାହିଁ। ଏହିଭଳି ଅଛ ତ? ଆଜି ଶିବ ଜୟନ୍ତୀ ଅଟେ ନା? ଆଜି ଭକ୍ତମାନେ ମଧ୍ୟ ବ୍ରତ ରଖିଛନ୍ତି, ତେଣୁ ବାପଦାଦା ମଧ୍ୟ ବ୍ରତ ଉପରେ ପଚାରିବେ ନା? ଯେଉଁମାନେ ଭାବୁଛନ୍ତି ଯେ ସ୍ୱପ୍ନରେ ମଧ୍ୟ କ୍ରୋଧର ଅଂଶ ଆସିପାରିବ ନାହିଁ, ସେମାନେ ହାତ ଉଠାଅ। କେବେ ବି ଆସିପାରିବ ନାହିଁ, ଏଇଆ ନା? ଆସୁନାହିଁ ତ? ଆଚ୍ଛା, ଯେଉଁମାନେ ହାତ ଉଠାଇଛନ୍ତି ସେମାନଙ୍କର ଫଟୋ ଉଠାଅ, କାହିଁକି ନା ତୁମମାନଙ୍କର ହାତ ଉଠାଇବାରେ ବାପଦାଦା ବିଶ୍ୱାସ କରିବେ ନାହିଁ। ତୁମର ସାଥୀମାନଙ୍କ ଠାରୁ ମଧ୍ୟ ପ୍ରମାଣପତ୍ର ନିଆଯିବ, ତାପରେ ପୁରସ୍କାର ଦିଆଯିବ। ଏହା ତ ବହୁତ ଭଲ କଥା, କାହିଁକି ନା ବାପଦାଦା ଦେଖୁଛନ୍ତି ଯେ କ୍ରୋଧର ଅଂଶ ମଧ୍ୟ ରହୁଛି। ଈର୍ଷା, ଦ୍ୱେଷ ଇତ୍ୟାଦି ମଧ୍ୟ କ୍ରୋଧର ପିଲାଛୁଆ ଅଟନ୍ତି। କିନ୍ତୁ ବହୁତ ଭଲ କଥା ହେଉଛି, ଯେଉଁମାନେ ସାହସ ରଖୁଛନ୍ତି, ବାପଦାଦା ସେମାନଙ୍କୁ ଏବେ ତ ଅଭିନନ୍ଦନ ଦେଉଛନ୍ତି, କିନ୍ତୁ ପ୍ରମାଣପତ୍ର ପାଇବା ପରେ ପୁଣି ପୁରସ୍କାର ଦିଆଯିବ। କାହିଁକି ନା ବାପଦାଦା ଯେଉଁ ପାଠ ଦେଇଥିଲେ ତାର ଫଳାଫଳ ମଧ୍ୟ ବାପଦାଦା ଦେଖୁଛନ୍ତି। ଆଜି ତ ଜନ୍ମଦିନ ପାଳନ କରୁଛ, ତେବେ ଜନ୍ମଦିନରେ କ'ଣ କରିଥାନ୍ତି? ଗୋଟିଏ ହେଲା କେକ୍ କାଟିଥାନ୍ତି। ତେଣୁ ଏବେ ତ 2 ମାସ ବିତି ସାରିଲାଣି, ଆଉ ଗୋଟିଏ ମାସ ବାକି ଅଛି। ଏହି 2 ମାସ ଭିତରେ ନିଜର ବ୍ୟର୍ଥ ସଂକଳ୍ପର କେକ୍ କାଟିଛ? ଜନ୍ମଦିନର କେକ୍ ତ ବହୁତ ସହଜରେ କାଟି ଦେଉଛ, ଆଜି ମଧ୍ୟ କାଟିବ, କିନ୍ତୁ ବ୍ୟର୍ଥ ସଂକଳ୍ପର କେକ୍ କାଟି ସାରିଲଣି। କିନ୍ତୁ କାଟିବାକୁ ତ ପଡ଼ିବ ନା, କାହିଁକି ନା ସାଥିରେ ତ ଯିବାକୁ ପଡ଼ିବ। ଏହା ତ ତୁମର ଦୃଢ଼ ପ୍ରତିଜ୍ଞା ଅଟେ। ସାଥିରେ ରହିବୁ, ସାଥିରେ ଯିବୁ। ଯଦି ସାଥିରେ ଯିବ ତେବେ ସମାନ ତ ହେବାକୁ ପଡ଼ିବ ନା। ଯଦି ବି ଅଳ୍ପ ବହୁତ କମି ରହିଯାଇଛି, 2 ମାସ ତ ଶେଷ ହୋଇସାରିଲାଣି, ତେବେ ଆଜି ଦିନରେ ଜନ୍ମଦିନ ପାଳନ କରିବା ପାଇଁ କେଉଁଠୁ କେଉଁଠୁ ଆସିଯାଇଛ। ପ୍ଲେନ୍ରେ ମଧ୍ୟ ଆସିଛ, ଟ୍ରେନ୍ରେ ମଧ୍ୟ ଆସିଛ, କାର୍ରେ ମଧ୍ୟ ଆସିଛ, କିନ୍ତୁ ବାପଦାଦାଙ୍କୁ ଖୁସି ଲାଗୁଛି ଯେ ପିଲାମାନେ ଦୌଡ଼ି ଦୌଡ଼ି ଆସିଛନ୍ତି। କିନ୍ତୁ ଜନ୍ମଦିନରେ ପ୍ରଥମେ ଉପହାର ମଧ୍ୟ ଦେଇଥାନ୍ତି। ତେଣୁ ଏବେ ଯେଉଁ 1 ମାସ ବାକି ରହିଲା, ଆଗକୁ ହୋଲି ମଧ୍ୟ ଆସୁଛି, ହୋଲିରେ ମଧ୍ୟ କିଛି ଜଳାଇଥାନ୍ତି। ତେଣୁ ଅଳ୍ପ ବହୁତ ବ୍ୟର୍ଥ ସଂକଳ୍ପ ଯାହାକି ବୀଜ ଅଟେ, ଯଦି ବୀଜ ରହିଥିବ ତେବେ କେବେ ନା କେବେ ସେଥିରୁ କାଣ୍ଡ ମଧ୍ୟ ବାହାରି ଆସିବ, କେବେ ଶାଖା ପ୍ରଶାଖା ମଧ୍ୟ ବାହାରିଯିବ। ତେବେ କ'ଣ ଆଜିର ଏହି ଉତ୍ସବ ଦିବସରେ ମନର ଉମଙ୍ଗ ଉତ୍ସାହର ସହିତ, ମୁଖର ନୁହେଁ ମନର ଉମଙ୍ଗ ଉତ୍ସାହର ସହିତ ଯାହା ବି କିଛି କମି ରହିଯାଇଛି, ଚାହେଁ ମନ ଭିତରେ, ଚାହେଁ ବାଣୀରେ, ଚାହେଁ ସମ୍ବନ୍ଧ ସମ୍ପର୍କରେ, କ'ଣ ଆଜି ବାବାଙ୍କ ଜନ୍ମଦିନରେ ବାବାଙ୍କୁ ଏହି ଉପହାର ଦେଇପାରିବ?
ମନର ଉମଙ୍ଗ ଉତ୍ସାହ ଦ୍ୱାରା ଉପହାର ଦେଇପାରିବ? ଲାଭ ତ ତୁମର ହେବ ନା, ବାବାଙ୍କୁ କେବଳ ଦେଖିବାର ଅଛି। ତେବେ ଯେଉଁମାନେ ଉମଙ୍ଗ ଉତ୍ସାହର ସହିତ ସାହସ ରଖୁଛନ୍ତି ଆମେ ନିଶ୍ଚିତ କରି ଦେଖାଇବୁ, ଭଲ ହୋଇ ଦେଖାଇବୁ, ସେମାନେ ହାତ ଉଠାଅ। ଭଲ କରି ଭାବିନିଅ, ଛାଡ଼ିବାକୁ ପଡ଼ିବ। ବାଣୀରେ ମଧ୍ୟ କ୍ରୋଧ ଆସିବ ନାହିଁ, ସମ୍ବନ୍ଧ ସମ୍ପର୍କରେ ମଧ୍ୟ କ୍ରୋଧ ଆସିବ ନାହିଁ। ସାହସ ଅଛି ତ? ଅଛି ସାହସ। ମଧୁବନ ନିବାସୀଙ୍କ ଭିତରେ ମଧ୍ୟ ଅଛି, ବିଦେଶୀମାନଙ୍କ ଭିତରେ ମଧ୍ୟ ଅଛି, ଭାରତବାସୀଙ୍କ ଭିତରେ ମଧ୍ୟ ଅଛି। କାହିଁକି ନା ବାପଦାଦାଙ୍କର ସମସ୍ତଙ୍କ ପ୍ରତି ସ୍ନେହୀ ଅଛି। ତେଣୁ ବାପଦାଦା ଭାବୁଛନ୍ତି ସମସ୍ତେ ଏକାଠି ଯାଆନ୍ତୁ, କେହି ରହି ନ ଯାଆନ୍ତୁ। ଯେହେତୁ ପ୍ରତିଜ୍ଞା କରିଛ ଆମେ ସାଥିରେ ଯିବୁ, ତେଣୁ ସମାନ ତ ହେବାକୁ ପଡ଼ିବ। ସ୍ନେହ ଅଛି ନା? ବାଧ୍ୟ ହୋଇ ହାତ ଉଠାଇ ନାହ ତ? ବାପଦାଦା ଏହି ସଂଗଠନରେ ବ୍ରାହ୍ମଣ ପରିବାରର ବାବାଙ୍କ ସମାନ ଚେହେରା ଦେଖିବାକୁ ଚାହୁଁଛନ୍ତି। କେବଳ ଦୃଢ଼ ସଂକଳ୍ପର ସାହସ ରଖ। କିଛି ବଡ଼ କଥା ନୁହେଁ, କିନ୍ତୁ ଟିକିଏ ସହନଶକ୍ତି ଦରକାର, ସମାହିତ କରିବାର ଶକ୍ତି ଦରକାର। ଯାହା ଭିତରେ ସହନ କରିବାର ଶକ୍ତି ଏବଂ ସମାହିତ କରିବାର ଶକ୍ତି ରହିଛି ସେ ସହଜରେ କ୍ରୋଧମୁକ୍ତ ହୋଇପାରିବ। ତେଣୁ ତୁମେ ବ୍ରାହ୍ମଣ ପିଲାମାନଙ୍କୁ ତ ବାପଦାଦା ସର୍ବଶକ୍ତି ଗୁଡ଼ିକୁ ବରଦାନ ରୂପରେ ଦେଇଛନ୍ତି। ତୁମର ଉପାଧି ମାଷ୍ଟର ସର୍ବଶକ୍ତିମାନ ଅଟେ। କେବଳ ଗୋଟିଏ ସ୍ଲୋଗାନକୁ ମନେ ରଖିଥିବ, ଯଦି 1 ମାସ ଭିତରେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ଚାହୁଁଛ ତେବେ ଏହି ସ୍ଲୋଗାନଟିକୁ ମନେ ରଖିବ। ଏହା ତୁମର ପ୍ରତିଜ୍ଞା ମଧ୍ୟ ଅଟେ। ନା କାହାକୁ ଦୁଃଖ ଦେବି, ନା ଦୁଃଖ ନେବି। କେହି କେହି ପିଲା କେବଳ ଏତିକି କଥା ସେ କରନ୍ତି ଯେ ଆଜି ଦିନରେ କାହାକୁ ଦୁଃଖ ତ ଦେଇନାହିଁ, କିନ୍ତୁ ବହୁତ ସହଜରେ ଦୁଃଖ ନେଇଯାଉଛନ୍ତି। କାହିଁକି ନା ନେବାର ତ ଅନ୍ୟ କେହି ଦେଉଛି ନା। ତେଣୁ ନିଜକୁ ଦୋଷୀ ବୋଲି ଭାବୁନାହାନ୍ତି। କହୁଛନ୍ତି ମୁଁ କ'ଣ କିଛି କରିଛି କି, ଅନ୍ୟ ଲୋକ ମୋତେ ଦୁଃଖ ଦେଇଛି। କିନ୍ତୁ ତୁମେ ନେଲ କାହିଁକି? ନେଲାବାଲା ତ ତୁମେ ଅଟ ନା, ଦେଲାବାଲା ତ ନୁହେଁ ନା। ଦେବାବାଲା ଯଦି ଭୁଲ କରିଲା ସେ କଥା ତ ବାବା ଜାଣନ୍ତି କି ଡ୍ରାମା ଜାଣେ, ତାର ହିସାବ କିତାବ କ'ଣ। କିନ୍ତୁ ତୁମେ ନେଲ କାହିଁକି? ଫଳାଫଳ ରୂପରେ ବାପଦାଦା ଦେଖୁଛନ୍ତି ଯେ ପିଲାମାନେ କାହାକୁ ଦୁଃଖ ତ ଦେବା ବେଳେ ପୁଣି ବି ଟିକିଏ ଭାବୁଛନ୍ତି, କିନ୍ତୁ ନେଉଛନ୍ତି ବହୁତ ଶୀଘ୍ର। ସେଥିପାଇଁ ସମାନ ହୋଇପାରୁନାହାନ୍ତି। କିନ୍ତୁ ତୁମକୁ ଯିଏ ଯେତେ ବି ଦୁଃଖ ଦେଉନା କାହିଁକି, ତୁମକୁ ନେବାର ହିଁ ନାହିଁ। ନଚେତ୍ ଫିଲିଂ କରିବାର ରୋଗ ବଢ଼ି ବଢ଼ି ଚାଲିବ। ସେଥିପାଇଁ ଯଦି ଛୋଟ ଛୋଟ କଥାରେ ଫିଲିଂ କରିବା ବଢ଼ି ବଢ଼ି ଚାଲିବ ତେବେ ବ୍ୟର୍ଥ ସଂକଳ୍ପ କେବେ ବି ସମାପ୍ତ ହେବ ନାହିଁ। ତେଣୁ ବାବାଙ୍କ ସାଙ୍ଗରେ କିପରି ଯିବ? ଯେହେତୁ ବାବାଙ୍କର ତୁମମାନଙ୍କ ପ୍ରତି ସ୍ନେହ ଅଛି, ତେଣୁ ବାବା ମଧ୍ୟ ତୁମକୁ ଛାଡ଼ି ଦେଇପାରିବେ ନାହିଁ, ସାଥିରେ ନେଇକରି ହିଁ ଯିବେ। କ'ଣ ପସନ୍ଦ ଅଟେ ତ? ମଞ୍ଜୁର ଅଟେ ତ? ଯଦି ପସନ୍ଦ ଅଟେ ତେବେ ହାତ ଉଠାଅ। ପଛେ ପଛେ ଆସିବାର ନାହିଁ ତ? ଯଦି ସାଥିରେ ଯିବାର ଅଛି ତେବେ ଏହି ଉପହାରଟି ଦେବାକୁ ହିଁ ପଡ଼ିବ। ସମସ୍ତେ 1 ମାସ ପର୍ଯ୍ୟନ୍ତ ଏହି ଅଭ୍ୟାସ କର, ନା ଦୁଃଖ ଦେବୁ ନା ଦୁଃଖ ନେବୁ। ଏକଥା କହିବ ନାହିଁ ଯେ ମୁଁ ତ ଦୁଃଖ ଦେଇନାହିଁ, କିନ୍ତୁ ସେ ଦୁଃଖ ନେଲା, କିଛି ତ ହେଲା ନା। ତେଣୁ ପରଦର୍ଶନ କର ନାହିଁ, ସ୍ୱଦର୍ଶନ କର। ହେ ଅର୍ଜୁନ, ମୋତେ ହିଁ ହେବାର ଅଛି। ଦେଖ, ବାପଦାଦା ପିଲାମାନଙ୍କର ରିପୋର୍ଟରୁ ଯାହା ଦେଖିଲେ ସନ୍ତୁଷ୍ଟତାର ରିପୋର୍ଟ ଏବେ ମଧ୍ୟ ଅଧିକାଂଶ ପିଲାଙ୍କର ନାହିଁ। ସେଥିପାଇଁ ବାପଦାଦା ପୁଣି 1 ମାସ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ଦେଉଛନ୍ତି। ଯଦି ଗୋଟିଏ ମାସ ଅଭ୍ୟାସ କରିଦେବ ତେବେ ଅଭ୍ୟାସରେ ପଡ଼ିଯିବ। କେବଳ ଅଭ୍ୟାସରେ ପଡ଼ିଯିବା ଦରକାର। ଏହାକୁ ହାଲକା ଛାଡ଼ିଦିଅ ନାହିଁ ଯେ ଏମିତି ତ ହୋଇ ଆସୁଛି, ଏତିକି ତ ଚଳିଯିବ ନା। ଯଦି ବାପଦାଦାଙ୍କ ସହିତ ସ୍ନେହ ଅଛି ତେବେ କ'ଣ ସ୍ନେହର ପ୍ରତିଦାନର କେବଳ ଗୋଟିଏ କ୍ରୋଧ ବିକାରକୁ କ'ଣ ସ୍ୱାହା କରିପାରିବ ନାହିଁ? ସ୍ୱାହା କରିବାର ଲକ୍ଷଣ ହେଲା ଆଦେଶକୁ ମାନି ଯାଉଥିବ। କେବେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅନ୍ତିମ ଘଡ଼ିରେ ବହୁତ ଧୋକା ଦେଇପାରେ। କାହିଁକି ନା ଚାରିଆଡ଼େ ଦୁଃଖର ବାୟୁମଣ୍ଡଳ, ପ୍ରକୃତିର ବାୟୁମଣ୍ଡଳ ଏବଂ ଆତ୍ମାମାନଙ୍କର ବାୟୁମଣ୍ଡଳ ନିଜ ଆଡ଼କୁ ଆକର୍ଷଣ କରିବା ଭଳି ହୋଇଯିବ। ଯଦି ବ୍ୟର୍ଥ ସଂକଳ୍ପ କରିବାର ଅଭ୍ୟାସ ଥିବ ତେବେ ସେହି ବ୍ୟର୍ଥ ଭିତରେ ହିଁ ଛନ୍ଦି ହୋଇଯିବ। ତେଣୁ ବାପଦାଦା ବିଶେଷ କରି ଆଜି ଏଭଳି ସାହସର ସଂକଳ୍ପ ଦେଉଛନ୍ତି। ଚାହେଁ ବିଦେଶରେ ରହୁଥାଅ, ଚାହେଁ ଭାରତରେ ରହୁଥାଅ, ସେଇ ଏକା ବାପଦାଦାଙ୍କର ତ ସନ୍ତାନ ଅଟ ନା। ତେଣୁ ଚାରିଆଡ଼ର ପିଲାମାନେ ଯଦି ସାହସ ଏବଂ ଦୃଢ଼ତା ରଖି ସଫଳତା ମୂରତ ହୋଇ ସାରା ବିଶ୍ୱରେ ଏହି କଥା ପ୍ରଚାର କରିବେ ଯେ ଆମ ଭିତରେ କାମ ବିକାର ନାହିଁ କି କ୍ରୋଧ ବିକାର ନାହିଁ,
ଆମେ ପରମାତ୍ମାଙ୍କର ସନ୍ତାନ ଅଟୁ। ଅନ୍ୟମାନଙ୍କ ଠାରୁ ତ ମଦ ବିଡ଼ି ଇତ୍ୟାଦି ଛଡ଼ାଇ ଦେଉଛ, କିନ୍ତୁ ବାପଦାଦା ଆଜି ପ୍ରତ୍ୟେକ ସନ୍ତାନ ଠାରୁ କ୍ରୋଧମୁକ୍ତ ଏବଂ କାମ ବିକାର ମୁକ୍ତ ଏହି ଦୁଇଟିକୁ ସାହସର ସହିତ ବିଶ୍ୱ ମଞ୍ଚ ଉପରେ ପ୍ରତ୍ୟକ୍ଷ କରାଇବା ପାଇଁ ଚାହୁଁଛନ୍ତି। କ'ଣ ପସନ୍ଦ ଅଟେ ତ? ଦାଦୀମାନଙ୍କୁ ପସନ୍ଦ ଅଟେ ତ? ପ୍ରଥମ ଧାଡ଼ିବାଲାଙ୍କୁ ପସନ୍ଦ ଅଟେ ତ? ମଧୁବନ ବାଲାଙ୍କୁ ପସନ୍ଦ ଅଟେ ତ? ମଧୁବନ ବାଲାଙ୍କୁ ମଧ୍ୟ ପସନ୍ଦ ଅଟେ। କ'ଣ ବିଦେଶୀ ବାଲାଙ୍କୁ ମଧ୍ୟ ପସନ୍ଦ ଅଟେ ତ? ତେଣୁ ଚାରିଆଡ଼େ ଯାହା ପସନ୍ଦ ଲାଗିଥାଏ ତାକୁ କରିବାର କ'ଣ ବଡ଼ କଥା ଅଛି? ଏଥିପାଇଁ ବାପଦାଦା ମଧ୍ୟ ଅତିରିକ୍ତ କିରଣ ଅର୍ଥାତ୍ ଶକ୍ତି ଦେବେ। ତେଣୁ ଏଭଳି ନକ୍ସା ଦେଖାଯାଉଛି, ଏହା ଆଶୀର୍ବାଦ ଦେଲାବାଲା ଏବଂ ଆଶୀର୍ବାଦ ନେଲାବାଲା ବ୍ରାହ୍ମଣ ପରିବାର ଅଟେ। କାହିଁକି ନା ସମୟ ମଧ୍ୟ ଆବାହନ କରୁଛି। ବାପଦାଦାଙ୍କ ପାଖରେ ତ ଆଡ଼ଭାନ୍ସ ପାର୍ଟିବାଲାଙ୍କର ମଧ୍ୟ ଦିଲ୍ର ଡାକରା ପହଞ୍ଚୁଛି। ମାୟା ମଧ୍ୟ ଏବେ ଥକିଗଲାଣି। ସେମାନେ ମଧ୍ୟ ଚାହୁଁଛନ୍ତି ଯେ ଏବେ ଆମକୁ ମଧ୍ୟ ମୁକ୍ତି ଦେଇଦିଅ। ତେବେ ପିଲାମାନେ ସେମାନଙ୍କୁ ମୁକ୍ତି ମଧ୍ୟ ଦେଇ ଦେଉଛନ୍ତି, ପୁଣି ମଝିରେ ମଝିରେ ସାଙ୍ଗ ହୋଇଯାଉଛନ୍ତି। କାହିଁକି ନା 63 ଜନ୍ମ ସାଥୀ ରହି ଆସିଛନ୍ତି ନା। ତେଣୁ ବାପଦାଦା କହୁଛନ୍ତି, ହେ ମାଷ୍ଟର ମୁକ୍ତିଦାତା, ଏବେ ସମସ୍ତଙ୍କୁ ମୁକ୍ତି ଦେଇଦିଅ। କାହିଁକି ନା ସାରା ବିଶ୍ୱକୁ କିଛି ନା କିଛି ଆଞ୍ଜଳି ଦେବାକୁ ପଡ଼ିବ। ତୁମକୁ କେତେ କାମ କରିବାକୁ ପଡ଼ିବ। କାହିଁକି ନା ବର୍ତ୍ତମାନ ସମୟରେ ସମୟ ମଧ୍ୟ ତୁମର ସାଥୀ ଅଟେ। ସର୍ବ ଆତ୍ମାକୁ ମୁକ୍ତିରେ ତ ଯିବାକୁ ହିଁ ହେବ। ଏହା ହିଁ ସେହି ସମୟ ଅଟେ। ଅନ୍ୟ କୌଣସି ସମୟରେ ଯଦି ତୁମେ ଏଥିପାଇଁ ଚେଷ୍ଟା ମଧ୍ୟ କରିବ, ତେବେ ତାହା ଦେବାର ସମୟ ହୋଇନଥିବାରୁ ତୁମେ ଦେଇପାରିବ ନାହିଁ। ଏବେ ହିଁ ସମୟ ଅଟେ। ତେଣୁ ପ୍ରଥମେ ସ୍ୱକୁ ମୁକ୍ତି ଦିଅ, ତାପରେ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ମୁକ୍ତି ଦେବାର ଆଞ୍ଜଳି ଦିଅ। ସେମାନେ ଡାକିବାରେ ଲାଗିଛନ୍ତି। ତୁମମାନଙ୍କୁ କ'ଣ ଦୁଃଖୀ ଆତ୍ମାମାନଙ୍କର ଡାକରାର ଶବ୍ଦ ଶୁଣାଯାଉ ନାହିଁ? ଯଦି ନିଜ ଭିତରେ ହିଁ ବ୍ୟସ୍ତ ରହୁଥିବ, ତେବେ କାହାର ବି ଡାକରା ଶୁଣିପାରିବ ନାହିଁ। ସେମାନେ ତ ବାରମ୍ବାର ଏହି ଗୀତ ଗାଉଛନ୍ତି ଯେ ଦୁଃଖୀ ଉପରେ ରହମ କରୋ। ଏବେଠାରୁ ଦୟାଳୁ କୃପାଳୁର ସଂସ୍କାର ଯଦି ବହୁତ ଦିନ ପର୍ଯ୍ୟନ୍ତ ନ ଭରିବ, ତେବେ ତୁମମାନଙ୍କ ଜଡ଼ଚିତ୍ରରେ ଦୟାର, କୃପାର, କରୁଣାର ଭାଇବ୍ରେସନ୍ କିପରି ଭରି ହେବ? କ'ଣ ଡବଲ ବିଦେଶୀ ପିଲାମାନେ ଭାବୁଛ ଯେ ତୁମେମାନେ ମଧ୍ୟ ଦ୍ୱାପର ଯୁଗଠାରୁ ଦୟାଳୁ କୃପାଳ ହୋଇ ନିଜର ଜଡ଼ଚିତ୍ର ଦ୍ୱାରା ସମସ୍ତଙ୍କୁ ଦୟା କରିବ ନା? ତୁମମାନଙ୍କର ମଧ୍ୟ ଚିତ୍ର ଅଛି ନା? ନା କେବଳ ଭାରତବାସୀଙ୍କର ହିଁ ଅଛି? କ'ଣ ବିଦେଶୀମାନେ ଭାବୁଛନ୍ତି ଯେ ଆମର ମଧ୍ୟ ଜଡ଼ଚିତ୍ର ପୂଜା ପାଉଛି ବୋଲି? ତେବେ ଚିତ୍ରଗୁଡ଼ିକ ସମସ୍ତଙ୍କୁ କ'ଣ ଦେଉଛି? ଚିତ୍ର ନିକଟକୁ ଯାଇ କ'ଣ ମାଗୁଛନ୍ତି? ଦୟାକର ବୋଲି ଚିତ୍କାର କରୁଛନ୍ତି। ତେବେ ଏବେ ସଙ୍ଗମ ଯୁଗରେ ତୁମେମାନେ ନିଜର ଦ୍ୱାପର କଳିଯୁଗର ସମୟ ପାଇଁ ଜଡ଼ଚିତ୍ର ଗୁଡ଼ିକରେ ଯଦି ସେହିଭଳି ବାୟୁମଣ୍ଡଳ ଅର୍ଥାତ୍ ଭାଇବ୍ରେସନ୍ ଭରିବ, ତେବେ ଯାଇ ତୁମମାନଙ୍କର ଜଡ଼ଚିତ୍ର ଗୁଡ଼ିକ ଦ୍ୱାରା ଅନୁଭବ କରିବେ। ଭକ୍ତମାନଙ୍କର କଲ୍ୟାଣ ତ କରିବ ନା? ଭକ୍ତମାନେ ମଧ୍ୟ ତୁମର ବଂଶାବଳୀ ଅଟନ୍ତି ନା? ତୁମେ ସମସ୍ତେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡଫାଦର ଅର୍ଥାତ୍ ଆଦି ପିତାଙ୍କର ସନ୍ତାନ ଅଟ ନା? ତେଣୁ ଭକ୍ତ ହୁଅନ୍ତୁ କି ଦୁଃଖୀ ଆତ୍ମା ହୁଅନ୍ତୁ, କିନ୍ତୁ ତୁମମାନଙ୍କର ବଂଶାବଳୀ ତ ଅଟନ୍ତି ନା? ତେଣୁ ତୁମମାନଙ୍କୁ ଦୟା ଆସୁନାହିଁ? ଆସୁଛି ତ ନିଶ୍ଚିତ, କିନ୍ତୁ ଅଳ୍ପ ଅଳ୍ପ ଆସୁଛି। ପୁଣି ଅନ୍ୟ କେଉଁଠି ବ୍ୟସ୍ତ ରହିଯାଉଛ। ତେଣୁ ଏବେ ନିଜର ପୁରୁଷାର୍ଥରେ ସମୟ ଅଧିକ ଲଗାଅ ନାହିଁ, ଦେବାରେ ସମୟ ଲଗାଅ। ତେଣୁ ଦେବା ନେବାରେ ପରିବର୍ତ୍ତନ ହୋଇଯିବ। ତେଣୁ ଏବେ ଆଉ ଛୋଟ ଛୋଟ କଥା ନୁହେଁ, ମୁକ୍ତିର ଦିବସ ପାଳନ କର। ଆଜିର ଦିନରେ ମୁକ୍ତି ଦିବସ ପାଳନ କର। ଠିକ୍ ଅଛି ତ? କ'ଣ ପ୍ରଥମ ଧାଡ଼ିବାଲା ଠିକ୍ ଅଛି ତ? ମଧୁବନ ନିବାସୀ ଠିକ୍ ଅଛି ତ? ଆଜି ମଧୁବନ ନିବାସୀ ବହୁତ ପ୍ରିୟ ଲାଗୁଛନ୍ତି। କାହିଁକି ନା ସମସ୍ତେ ମଧୁବନକୁ ବହୁତ ଶୀଘ୍ର ଅନୁକରଣ କରିଦେଉଛନ୍ତି। ତେଣୁ ପ୍ରତ୍ୟେକ କଥାରେ ମଧୁବନକୁ ତୁରନ୍ତ ଅନୁକରଣ କରୁଛନ୍ତି। ତେଣୁ ମଧୁବନବାଲା ଯଦି ମୁକ୍ତି ଦିବସ ପାଳନ କରିବେ, ତେବେ ସମସ୍ତେ ତୁମକୁ ଅନୁକରଣ କରିବେ। ଆଜି ମଧୁବନ ନିବାସୀମାନେ ସମସ୍ତେ ମାଷ୍ଟର ମୁକ୍ତିଦାତା ହୋଇଯାଆନ୍ତୁ। କ'ଣ ହେବ ତ? ସମସ୍ତେ ହାତ ଉଠାଉଛନ୍ତି। ଆଚ୍ଛା, ବହୁତ ଅଛନ୍ତି। ଆଚ୍ଛା, ଏବେ ବାପଦାଦା ସମସ୍ତଙ୍କୁ ଚାହେଁ ଏଠାରେ ସମ୍ମୁଖରେ ବସିଛନ୍ତି, ଚାହେଁ ଦେଶ ବିଦେଶରେ ଦୂରରେ ବସି ଶୁଣୁଛନ୍ତି ବା ଦେଖୁଛନ୍ତି, ସମସ୍ତଙ୍କୁ ଡ୍ରିଲ୍ କରାଇବେ। ସମସ୍ତେ ପ୍ରସ୍ତୁତ ହୋଇଗଲା ତ? ଏବେ ସବୁ ସଂକଳ୍ପରୁ ସୁପ୍ତ କରିଦିଅ ଅର୍ଥାତ୍ ବନ୍ଦ କରିଦିଅ। ଏବେ ଗୋଟିଏ ସେକେଣ୍ଡରେ ମନ ବୁଦ୍ଧି ଦ୍ୱାରା ନିଜର ମିଠା ଘରେ ପହଞ୍ଚିଯାଅ। ଏବେ ପରମଧାମରୁ ନିଜର ସୂକ୍ଷ୍ମ ବତନରେ ପହଞ୍ଚିଯାଅ।
ଏବେ ସୂକ୍ଷ୍ମ ବତନରୁ ସ୍ଥୂଳ ବତନ ନିଜର ରାଜ୍ୟ ସ୍ୱର୍ଗ ଦୁନିଆରେ ପହଞ୍ଚିଯାଅ। ଏବେ ନିଜର ପୁରୁଷୋତ୍ତମ ସଙ୍ଗମ ଯୁଗରେ ପହଞ୍ଚିଯାଅ। ଏବେ ମଧୁବନକୁ ଆସିଯାଅ। ଏହିଭଳି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବାରମ୍ବାର ଚକ୍ର ଲଗାଉଥାଅ। ଆଚ୍ଛା, ଚାରିଆଡ଼ର ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ସର୍ବଦା ସ୍ୱରାଜ୍ୟ ଦ୍ୱାରା ସ୍ୱପରିବର୍ତ୍ତନ କରୁଥିବା ରାଜା ପିଲାମାନଙ୍କୁ ସର୍ବଦା ଦୃଢ଼ତା ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଫଳତାର ତାରକାମାନଙ୍କୁ ସର୍ବଦା ଖୁସିରେ ରହୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ ବାପଦାଦାଙ୍କର ଆଜିର ଜନ୍ମଦିନରେ ବାବାଙ୍କର ଏବଂ ପିଲାମାନଙ୍କର ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ, ଆଶୀର୍ବାଦ ଏବଂ ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କୁ ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଆଜିର ବରଦାନ ବିଶ୍ୱ କଲ୍ୟାଣର ଦାୟିତ୍ୱ ମନେକରି ସମୟ ଏବଂ ଶକ୍ତିଗୁଡ଼ିକୁ କମ୍ ଖର୍ଚ୍ଚ କରୁଥିବା ମାଷ୍ଟର ରଚୟିତା ହୁଅ। ବିଶ୍ୱର ସର୍ବ ଆତ୍ମାମାନେ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କର ପରିବାର ଅଟନ୍ତି। ତେଣୁ ଯେତେ ବଡ଼ ପରିବାର ହୋଇଥାଏ ସେତିକି କମ୍ ଖର୍ଚ୍ଚ ପ୍ରତି ଧ୍ୟାନ ଦିଆଯାଏ। ତେଣୁ ସର୍ବ ଆତ୍ମାଙ୍କୁ ସମ୍ମୁଖରେ ରଖି ନିଜକୁ ବେହଦର ସେବାର୍ଥେ ନିମିତ୍ତ ମନେକରି ନିଜର ସମୟ ଏବଂ ଶକ୍ତିଗୁଡ଼ିକୁ କାର୍ଯ୍ୟରେ ଲଗାଅ। କେବଳ ନିଜ ପାଇଁ ହିଁ ରୋଜଗାର କରିଲ ଏବଂ ଶେଷ କରିଦେଲ, ଏଭଳି ବେପରୁଆ ହୁଅ ନାହିଁ। ସର୍ବ ସମ୍ପତ୍ତିର ବଜେଟ୍ ତିଆରି କର। ମାଷ୍ଟର ରଚୟିତା ଭବର ବରଦାନକୁ ସ୍ମୃତିରେ ରଖି ସମୟ ଏବଂ ଶକ୍ତିର ଷ୍ଟକ୍ ସେବା ପାଇଁ ଜମା କର। ସ୍ଲୋଗାନ: ମହାଦାନୀ ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ଏବଂ ବାଣୀ ଦ୍ୱାରା ସମସ୍ତଙ୍କୁ ବରଦାନର ପ୍ରାପ୍ତି ହେଉଥିବ। ଆଜିର ଅବ୍ୟକ୍ତ ଇଶାରା: ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ତୁମର ଯେଉଁ ସୂକ୍ଷ୍ମ ଶକ୍ତି ଦୁଇଟି ମନ୍ତ୍ରୀ ବା ମହାମନ୍ତ୍ରୀ ରୂପରେ କାର୍ଯ୍ୟ କରୁଛନ୍ତି, ଯଥା ମନ ଏବଂ ବୁଦ୍ଧି, ସେମାନଙ୍କୁ ନିଜର ଆଦେଶ ମୁତାବକ ଚଲାଅ। ଯଦି ଏବେଠାରୁ ତୁମର ରାଜ୍ୟ ଦରବାର ଠିକ୍ ରହିବ, ତେବେ ଧର୍ମରାଜର ଦରବାରକୁ ଯିବାକୁ ପଡ଼ିବ ନାହିଁ। ଧର୍ମରାଜ ମଧ୍ୟ ତୁମକୁ ସ୍ୱାଗତ କରିବ। କିନ୍ତୁ ତୁମ ଭିତରେ ଯଦି ନିୟନ୍ତ୍ରଣ କରିବାର ଶକ୍ତି ନଥିବ, ତେବେ ଫାଇନାଲ ପରୀକ୍ଷାର ଫଳାଫଳ ଅନୁସାରେ ଫାଇନ୍ ଦେବା ପାଇଁ ଧର୍ମରାଜପୁରୀକୁ ଯିବାକୁ ପଡ଼ିବ। ଧର୍ମରାଜପୁରୀର ଦଣ୍ଡଗୁଡ଼ିକ ହିଁ ଫାଇନ୍ ଅର୍ଥାତ୍ ଜୋରିମାନା ଅଟେ। ତେଣୁ ତୁମେ ଯଦି ରିଫାଇନ୍ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ତେବେ ଆଉ ଫାଇନ୍ ଦେବାକୁ ପଡ଼ିବ ନାହିଁ। ଓମ୍ ଶାନ୍ତି।